ପାହିଲାଣି ଘୋର ତମସା ରଜନୀ, ଫୁଟିବ ଉତ୍କଳ ଭାଷା କମଳିନୀ। ଦୁର୍ଗମଗିରି ଦୁର୍ଗ ପ୍ରାଚୀର ଜୀର୍ଣ୍ଣ ଦୁଆରେ ବସି, ଡାକେ ତାନ୍ତ୍ରିକ ମନ୍ତ୍ର ସାଧନେ ଜାଗ୍ରତ ପୁରବାସୀ। ପୃଥିବୀଦାରୀ ବାରବାଟୀ ମଡ଼ା ଉଠ ଉଠ ଚଞ୍ଚଳ, ଖୋରଧାର ଶତ ସରଦାର ଶିର କର ଉନ୍ନତତର। ଉଠ କଙ୍କାଳ ଛିଡ଼ୁ ଶୃଙ୍ଖଳ ଜାଗ ଦୁର୍ବଳ ଆଜି, ଉଠୁ ହତ ଗୌରବ ହୃତ ଗୌରବ ମୃତ ଗୌରବ ରାଜି। ପିଲାମାନେ, ଆଜି ଆମେ ଦଶମ ଶ୍ରେଣୀ CBSE ବୋର୍ଡ ନିମନ୍ତେ ଥିବା ଓଡ଼ିଆ ପାଠ୍ୟକ୍ରମର ଗଳ୍ପ ଓ ଏକାଙ୍କିକା ବିଭାଗର କାଠ ଗଳ୍ପଟିକୁ ଆଜି ଆମେ ପଢ଼ିବା ଏବଂ ତାର ପ୍ରଶ୍ନର ଉତ୍ତର ସବୁ ଆମେ ଆଜି ଆଲୋଚନା କରିବା। କାଠ ଗଳ୍ପଟି ବସନ୍ତ କୁମାର ଶତପଥୀଙ୍କ ଦ୍ୱାରା ରଚିତ। ଗାଳ୍ପିକ ବସନ୍ତ କୁମାର ଶତପଥୀ। ଯଦିଓ ଲେଖକ ପରିଚୟ ବୋର୍ଡ ପରୀକ୍ଷାରେ ଆସିବାର ସେତେଦୂର ସମ୍ଭାବନା ନାହିଁ, କିନ୍ତୁ ଯେହେତୁ ବସନ୍ତ କୁମାର ଶତପଥୀ ଏତେ ସୁନ୍ଦର ଏକ ଗଳ୍ପ ରଚନା କରିଛନ୍ତି, ତେବେ ଆମେ ତାଙ୍କ ବିଷୟରେ ଆସ ଟିକେ ଜାଣିନେବା। ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ଅନତି ଦୂରରେ ପାନ୍ଧଡ଼ା ଗ୍ରାମରେ 26 ଜୁନ 1913ରେ ଗାଳ୍ପିକ ବସନ୍ତ କୁମାର ଶତପଥୀଙ୍କ ଜନ୍ମ। ବହୁ ସଂଘର୍ଷ ଭିତରେ ଜୀବନ କଟାଇ ଇଂରାଜୀ ସାହିତ୍ୟରେ MA ପାସ୍ ପରେ ବାରିପଦା ରାଜାଙ୍କ ଅଧୀନରେ ଚାକିରି ଜୀବନ ଆରମ୍ଭ। ଭଞ୍ଜ ପ୍ରଦୀପର ସମ୍ପାଦନା 1949 ମସିହାରେ ମୟୂରଭଞ୍ଜ ଓଡ଼ିଶା ସହ ମିଶି ଯିବାରୁ ସେ ଇଂରାଜୀ ସାହିତ୍ୟର ଅଧ୍ୟାପକ ଭାବରେ କାର୍ଯ୍ୟ କଲେ। ଫକୀରମୋହନ କଲେଜରୁ ଅବସର ନେବା ପରେ ସେ କିଛି କାଳ ସୋର କଲେଜରେ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ। ଜଣେ ବିଶିଷ୍ଟ କଥାକାର ଭାବେ ସେ ତାଙ୍କର ଆଣ୍ଟି ରୋମାଣ୍ଟିକ ଗଳ୍ପ ସଂକଳନ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ତାଙ୍କର ଗଳ୍ପ ପୁସ୍ତକ ଗୁଡ଼ିକ ମଧ୍ୟରେ ଗୋଟାଏ ଆଳୁ, ଗଙ୍ଗା ଓ ଗାଙ୍ଗୀ, ଆକାଶୀ ଫୁଲ, ନିଡ଼ାଶ୍ରୟୀ, ହାଇଦ୍ରାବାଦ ଅଙ୍ଗୁରୁ, ମାଂସାଶୀ ମାନଙ୍କ ଉଦ୍ଦେଶ୍ୟରେ, ଅଜାଗା ଘା, ମେଜର ଅପରେସନ, ଗରିବୀ ହଟାଓ ଓ ଅନ୍ୟାନ୍ୟ ଗଳ୍ପ, ପୁଅ ପାଇଁ ଝିଅ ପ୍ରଭୃତି ଉଲ୍ଲେଖଯୋଗ୍ୟ। ସେ ମଧ୍ୟ ନାଟକ ଓ ଏକାଙ୍କିକା ରଚନା କରିଛନ୍ତି। ଫକୀରମୋହନଙ୍କ ସାହିତ୍ୟ କୃତି ଉପରେ ତାଙ୍କର ଆଲୋଚନା ମଧ୍ୟ ଉଚ୍ଚକୋଟୀର। କାଠ ଗଳ୍ପରେ ଆଧୁନିକ ମଣିଷର ସ୍ୱାର୍ଥ ଓ ଶଠତାର ଚିତ୍ର ଏବଂ ସମାଜର ନିମ୍ନବର୍ଗର ଲୋକଙ୍କର ସରଳତା ଓ ସ୍ୱାଭିମାନ ସ୍ୱରୂପ ପ୍ରଦର୍ଶିତ। ପିଲାମାନେ, ଆସ ବର୍ତ୍ତମାନେ ଆମେ କାଠ ଗଳ୍ପଟିର ପ୍ରଶ୍ନୋତ୍ତର ଆଲୋଚନା କରିବା। ଚିରା କାଠ କିଣିବା ଅପେକ୍ଷା ଗୋଦାମରୁ କେଉଁ କାଠ କିଣିବା ଲାଭଜନକ ହେବ ବୋଲି ଲେଖକ ନିଷ୍ପତ୍ତି ନେଲେ? ଚିରା କାଠ କିଣିବା ଅପେକ୍ଷା ଗୋଦାମରୁ ଗୋଟିଏ ଗଡ଼ ବା ମୁଣ୍ଡା କାଠ କିଣି ଚିରାଇବା ଲାଭଜନକ ହେବ ବୋଲି ଲେଖକ ନିଷ୍ପତ୍ତି ନେଲେ। କେଉଁ କାଠ ଗୋଦାମରୁ କାଠ ଅଣାଯାଇଥିଲା? ଭାରତ କାଠ ଗୋଦାମରୁ କାଠ ଅଣାଯାଇଥିଲା। କିଣା ଯାଇଥିବା କାଠର ନାମ କ'ଣ? କିଣା ଯାଇଥିବା କାଠର ନାମ ଧ କାଠ। ଲେଖକ କେଉଁ ରାଜ୍ୟର ଲୋକ ବୋଲି କହିଛନ୍ତି? ଲେଖକ ଜଙ୍ଗଲ ରାଜ୍ୟର ଲୋକ ବୋଲି କହିଛନ୍ତି। ହଠାତ୍ କିଏ ଭୋ ଭୋ ହୋଇ ଭୁକି ଉଠିଲା? ହଠାତ୍ ଲେଖକଙ୍କର ପୋଷା କୁକୁର ମୋତି ଭୋ ଭୋ ହୋଇ ଭୁକି ଉଠିଲା। ଗୋଦାମରେ କୁଇଣ୍ଟାଲ କାଠ କାଟିବାକୁ କେତେ ଦିଆଯାଏ? ଗୋଦାମରେ କୁଇଣ୍ଟାଲ କାଠ କାଟିବାକୁ 2 ଟଙ୍କା ଦିଆଯାଏ। କାଠୁରିଆର ଘର କେଉଁଠି? କାଠୁରିଆର ଘର ମୟୂରଭଞ୍ଜ ଜିଲ୍ଲାର ବେତନଟି ପାଖରେ ଅଟେ। କାଠୁରିଆର ଛୁଆମାନେ ପାଠ ନ ପଢ଼ିଲେ କ'ଣ କରିବେ? କାଠୁରିଆର ଛୁଆମାନେ ପାଠ ନ ପଢ଼ିଲେ ସଡ଼କ କାମ, ଜମି କାମ ଏବଂ ବାବୁମାନଙ୍କର ଘର କାମ କରିବେ। କାଠୁରିଆକୁ ହିତ କଥା ନ ପଚାରି ବା ନ ଶୁଣାଇ ଲେଖକ କ'ଣ ଦେଖିବାକୁ ଲାଗିଲେ? କାଠୁରିଆକୁ ହିତ କଥା ନ ପଚାରି ବା ନ ଶୁଣାଇ ଲେଖକ କାଠ କଟା ସହିତ ନିଜ ସୁବିଧାରେ କିପରି କାଠ କଟା ହେବ ଦେଖିବାକୁ ଲାଗିଲେ। କିଏ ଡେଇଁ ପଡ଼ି ଆଧୁନିକ କ୍ଲିଷ୍ଟ ଅବୋଧ୍ୟ କବିତାକୁ ତନ୍ନ ତନ୍ନ ବିଶ୍ଳେଷଣ କରି ଅନ୍ତର୍ନିହିତ ସାରସ୍ରୋତ ପ୍ରକଟ କରନ୍ତି? ପୋଖତ ସମାଲୋଚକ ଡେଇଁ ପଡ଼ି ଆଧୁନିକ କ୍ଲିଷ୍ଟ ଅବୋଧ୍ୟ କବିତାକୁ
ତନ୍ନ ତନ୍ନ ବିଶ୍ଳେଷଣ କରି ଅନ୍ତର୍ନିହିତ ସାରସ୍ୱତ ପ୍ରକଟ କରନ୍ତି। କାଠୁରିଆ ଅତ୍ୟନ୍ତ ଆଗ୍ରହରେ ଗ୍ରନ୍ଥିକ ଶିରାଳ କାଠକୁ ଛିନ୍ନ ଭିନ୍ନ କରି କ'ଣ ବାହାର କରି ଦେଉଥିଲା? କାଠୁରିଆ ଅତ୍ୟନ୍ତ ଆଗ୍ରହରେ ଗ୍ରନ୍ଥିକ ଶିରାଳ କାଠକୁ ଛିନ୍ନ ଭିନ୍ନ କରି ମଞ୍ଜ ବାହାର କରି ଦେଉଥିଲା। ଲେଖକ ଦେଖିଲେ କାଠୁରିଆର କ'ଣ ଏକାଠି ଲାଗି ଯାଇଛି? ଲେଖକ ଦେଖିଲେ କାଠୁରିଆର ପେଟ ଓ ପିଠି ଏକାଠି ଲାଗି ଯାଇଛି। କାଠୁରିଆ ସକାଳୁ କ'ଣ ପିଇ ଆସିଥିଲା? କାଠୁରିଆ ସକାଳୁ ତୋରାଣୀ କଂସାଏ ପିଇ କରି ଆସିଥିଲା। ରୋଷେଇ ଘର ଆଡ଼ୁ ମହକ ଶୁଙ୍ଘି ଲେଖକ କ'ଣ ଖାଇବାକୁ ଘର ଭିତରକୁ ଗଲେ? ରୋଷେଇ ଘର ଆଡ଼ୁ ମହକ ଶୁଙ୍ଘି ଲେଖକ ମୁଢ଼ି ସହ କଷା ମାଂସ ଖାଇବାକୁ ଘର ଭିତରକୁ ଗଲେ। ଚାକର ପିଲାଟିର ନାଁ କ'ଣ? ଚାକର ପିଲାଟିର ନାଁ ଚୈତନ। କାହା ପାଦରେ ଚେନା ଚୋପରା କାଠ ସବୁ ଫୁଟିଯିବ ବୋଲି ଲେଖକ କହିଲେ? ଲେଖକଙ୍କର ପୋଷା କୁକୁର ମୋତି ପାଦରେ ଚେନା ଚୋପରା କାଠ ସବୁ ଫୁଟିଯିବ ବୋଲି ଲେଖକ କହିଲେ। କାଠୁରିଆ ହାତକୁ 2 ଖଣ୍ଡ 2 ଟଙ୍କିଆ ନୋଟ ବଢ଼ାଇ ଦେଇ ଲେଖକ ତାକୁ କେତେ ପଇସା ମାଗିଲେ? କାଠୁରିଆ ହାତକୁ 2 ଖଣ୍ଡ 2 ଟଙ୍କିଆ ନୋଟ ବଢ଼ାଇ ଦେଇ ଲେଖକ ତାକୁ 4 ଅଣା ପଇସା ମାଗିଲେ। ଲେଖକଙ୍କର କେଉଁ ପଦିଏ କଥାରେ କାଠୁରିଆ ଲାଲ ଲାଲ ଆଖିରେ ଚାହିଁଲା? ଲେଖକ କାଠୁରିଆକୁ କହିଲେ ଯେ ତା ଉପରେ ତାଙ୍କର ବିଶ୍ୱାସ ନାହିଁ। ଏହି କଥା ପଦିଏରେ କାଠୁରିଆ ଲାଲ ଲାଲ ଆଖିରେ ଚାହିଁଲା। କାଠୁରିଆ ଲେଖକଙ୍କ ପ୍ରତି କି ଭାବ ରଖିଥିବା କଥା ଲେଖକ ଭାବିଥିଲେ? କାଠୁରିଆ ଲେଖକଙ୍କ ପ୍ରତି ଆଉ ଗୋଟାଏ ଧ କାଠଗଡ଼ ରହିଯିବାର ଭାବ ରଖିଥିବା କଥା ଲେଖକ ଭାବିଥିଲେ। କାହା ହାତରେ ନୋଟ 2ଟା କାଠୁରିଆ ପାଖକୁ ଲେଖକ ପଠାଇ ଦେଇ କବାଟ ବନ୍ଦ କରିଦେଲେ। ଚୈତନ ହାତରେ ନୋଟ 2ଟା କାଠୁରିଆ ପାଖକୁ ଲେଖକ ପଠାଇ ଦେଇ କବାଟ ବନ୍ଦ କରିଦେଲେ। ପିଲାମାନେ, ଆଜି ଆମେ ଗଳ୍ପ ଏକାଙ୍କିକା ବିଭାଗର ସବୁଠାରୁ ବହୁତ ସୁନ୍ଦର ଗଳ୍ପ, ଯାହାକି ବସନ୍ତ କୁମାର ଶତପଥୀଙ୍କ ଦ୍ୱାରା ରଚିତ କାଠ, ତାହାର ଆଜି ପ୍ରଶ୍ନ ଉତ୍ତର କରିନେଲେ। ଆମେମାନେ ନେକ୍ସଟ ସେସନରେ ୟାର ପରବର୍ତ୍ତୀ ଗଳ୍ପ, ଯାହାକି କାଳର କପୋତ ତଳେ, ଯାହାକି ନନ୍ଦିନୀ ଶତପଥୀଙ୍କ ଦ୍ୱାରା ରଚିତ। ନନ୍ଦିନୀ ଶତପଥୀ ଯିଏକି ଓଡ଼ିଶାର ପ୍ରଥମ ନାରୀ ମୁଖ୍ୟମନ୍ତ୍ରୀ, ତାଙ୍କ ଦ୍ୱାରା ରଚିତ। ଆମେ ନେକ୍ସଟ ସେସନରେ କାଳର କପୋଳ ତଳେ ଏହାର ପ୍ରଶ୍ନୋତ୍ତର ଆଲୋଚନା କରିବା। ରହିଲି ପିଲାମାନେ, ଜୟ ଜଗନ୍ନାଥ।